ପ୍ରାଇଜ୍ ଦ ଲର୍ଡ। ପ୍ରିୟ ଦର୍ଶକ ବନ୍ଧୁଗଣ, ପୁନର୍ବାର ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି ଏବଂ ଖ୍ରୀଷ୍ଟପ୍ରେମ ନମସ୍କାର ଜଣାଇ ନମସ୍କାର। ଆଜି ଆପଣମାନଙ୍କ ସମ୍ମୁଖରେ ଏକ ଇଣ୍ଟରେଷ୍ଟ ଭିଡ଼ିଓ ଆପଣମାନଙ୍କୁ ନିକଟରେ ରଖିବାକୁ ଚାହୁଁଛି। ଆପଣମାନେ ଅନେକ ଥର ପ୍ରକାଶିତ ପୁସ୍ତକର 7 ପର୍ବ ଆପଣମାନେ ପଢ଼ିଥିବେ। ସେଠାରେ ଏକ ଇଣ୍ଟରେଷ୍ଟ ବିଷୟ ଆପଣମାନଙ୍କୁ ସେହି ପୁସ୍ତକର ବା ସେହି ପର୍ବର ଏକ ଇଣ୍ଟରେଷ୍ଟ ବିଷୟ ଆପଣମାନଙ୍କୁ କହିବାକୁ ଯିବି। ଅନେକ ଲୋକ ଆପଣମାନେ ଜାଣିଥିବେ, ଆଉ ଅନେକ ଲୋକ ଜାଣିଥିବେ ଏବଂ ଜାଣିନଥିବେ ମଧ୍ୟ। ଆମେ ଯେତେବେଳେ ପ୍ରକାଶିତ ପୁସ୍ତକ 7 ପର୍ବ ଏବଂ 4ରୁ 8 ପଦ ପଢ଼ୁ, ସେଠାରେ ଆମେ ସିଲେକ୍ସନ୍ ବିଷୟରେ ଆମେ ଦେଖିଥାଉ। ଯୀଶୁଖ୍ରୀଷ୍ଟ 12 ବଂଶ ମଧ୍ୟରେ 1,44,000 ଲୋକମାନଙ୍କୁ ମନୋନୀତ କରୁଅଛନ୍ତି। 1,44,000 ମଧ୍ୟରେ ପ୍ରତ୍ୟେକ ବଂଶରେ 12,000 ଲୋକମାନଙ୍କୁ ପରମେଶ୍ୱର ବା ଯୀଶୁଖ୍ରୀଷ୍ଟ ସେମାନଙ୍କୁ ସିଲେକ୍ସନ୍ କରୁଅଛନ୍ତି। କିନ୍ତୁ ସେଇଟାରେ 12 ବଂଶର ସମସ୍ତେ ସେ ବଂଶର ବା ସେହି ନାମକରଣ କରାଯାଏ ନାହିଁ। କେତେକ ବଂଶକୁ ବା କେତେକ ଟ୍ରାଇବ୍କୁ ସେମାନେ ରିଜେକ୍ଟ କରିଦେଇଛନ୍ତି। ପରମେଶ୍ୱର ରିଜେକ୍ଟ କରିଦେଇଛନ୍ତି ବା ଯୀଶୁଖ୍ରୀଷ୍ଟ ସେମାନଙ୍କୁ ରିଜେକ୍ଟ କରିଦେଇଛନ୍ତି। ପ୍ରଥମେ ହେଲା, ସେଇଟା ଯଦି ଆମେ କ୍ଲିୟରିଟି ଭାବରେ ବା କ୍ଲିୟରରେ ଆମେ ପଢ଼ୁ, ଆମେ ଦେଖିପାରିବା ସେଇଠି 2ଟି ବଂଶକୁ ମେନସନ୍ କରାଯାଏ ନାହିଁ ବା ସେଠାରେ ଆଡ୍ କରାଯାଏ ନାହିଁ, ସେଠାରେ ରିଜେକ୍ଟ କରାଦିଆଯାଇଅଛି। ପ୍ରଥମ ହେଲା ଦାନ ବଂଶକୁ, ଦ୍ୱିତୀୟରେ ଇଫ୍ରାଇମ୍ ବଂଶକୁ ପରମେଶ୍ୱର ସେହି ବଂଶ ମଧ୍ୟରୁ ରିଜେକ୍ଟ ବା କାଟି ଦେଇଅଛନ୍ତି। ଆପଣମାନଙ୍କୁ ମୁଁ ଚାର୍ଟ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି ଯାକବଙ୍କର ସନ୍ତାନମାନଙ୍କର ନାମ, ଆଉ ଯେଉଁଟାକି ଜେନେସିସ୍ ବା ଆଦି ପୁସ୍ତକରେ କେତେ ଜଣଙ୍କ ନାମ ଦିଆଯାଇଥିଲା ଏବଂ ଲେବି ପୁସ୍ତକରେ କେତେ ଜଣଙ୍କୁ ନାମ ଦିଆକୁ ଯାଇଥିଲା ଏବଂ ରେଭେଲେସନରେ କେତେ ଜଣଙ୍କ ନାମ କାଟି ଦିଆଯାଇଛି, ସେ ବିଷୟରେ ଆପଣମାନଙ୍କୁ ମୁଁ ଚାର୍ଟ ମାଧ୍ୟମରେ ଦେଖାଇବି। ଆସନ୍ତୁ ଆମେ ପ୍ରଥମେ ଦେଖିବା କାହିଁକି ଯୀଶୁଖ୍ରୀଷ୍ଟ এই 2 ଜାତିକୁ ବା 2 ବଂଶକୁ ବା 2 ଟ୍ରାଇବ୍କୁ ଯୀଶୁଖ୍ରୀଷ୍ଟ ରିଜେକ୍ଟ କରିଦେଇଅଛନ୍ତି ବା ପରମେଶ୍ୱର 12 ବଂଶ ମଧ୍ୟରେ ସେମାନଙ୍କୁ ରିଜେକ୍ଟ କରିଦେଇଅଛନ୍ତି। ସେମାନଙ୍କ କାରଣ ଆମେ ଆଜି ଦେଖିବା। ପ୍ରଥମେ ଆମେ ଦେଖିବା ଇଫ୍ରାଇମ୍ ବଂଶକୁ ଆମେ ଦେଖିବା। ଯେତେବେଳେ ଆମେ ପ୍ରଥମ ରାଜାବଳୀ 12:25ରୁ 33 ପଦ ପର୍ଯ୍ୟନ୍ତ ଆମେ ପଢ଼ୁ, ସେଠାରେ ଆମେ ଦେଖିପାରିବା ଏଠାରେ ରାଜ୍ୟ 2 ଭାଗରୁ ବିଭକ୍ତ ହୋଇଅଛି। ଯେତେବେଳେ ସଲମନ ରାଜା ମୃତ୍ୟୁଭୋଗ କଲେ ବା ମରିଗଲେ, ତାପରେ ଦେଶ 2 ଭାଗରେ ବିଭକ୍ତ ହେଲା। ପ୍ରଥମ ଜିହୁଦୀ ମାନଙ୍କର ହେଲା ନର୍ଥର୍ନ କିଙ୍ଗଡମ୍ ଏବଂ ସଦର୍ନ କିଙ୍ଗଡମ୍ ଭାବରେ ବିଭକ୍ତ ହେଲା। ଏହି ଇଫ୍ରାଇମ୍ ବଂଶ ଦ୍ୱାରା ଦେଶରେ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ଲୋକମାନଙ୍କୁ ମୂର୍ତ୍ତି ପୂଜା କରିବା ନିମନ୍ତେ ଜେରୋବିୟମ୍ ବାଧ୍ୟ କରିଥିଲେ ବା କହିଥିଲେ, କାରଣ ସେ ଭାବିଥିଲେ ଯେ ଯଦି ଏହି ଦେଶର ଲୋକ ଯାଇ ଜେରୁସାଲେମକୁ ଯିବେ ଏବଂ ସେମାନେ ସେଇଠାରେ ପରମେଶ୍ୱରଙ୍କୁ ପୂଜା କରିବାକୁ ଯିବେ, ସେତେବେଳେ ସମସ୍ତେ ରେହୋବୋଆମ ଆଡ଼ୁ ସେମାନେ ହେବେ ଏବଂ ସେମାନେ ମୋତେ ହତ୍ୟା କରିବେ। ଏଥିପାଇଁ ସେ 2ଟି ସ୍ୱର୍ଣ୍ଣ ବା 2ଟି ସୁନାର ବାଛୁରୀ ନିର୍ମାଣ କରି ଗୋଟିଏ ଇଫ୍ରାଇମ୍ର ବେଥେଲରେ ସ୍ଥାପନ କରିଥିଲେ, ଦ୍ୱିତୀୟଟି ଗାଦରେ ସ୍ଥାପନ କରିଥିଲେ। ଏହା ଫଳରେ ଏହି ଜାତି ଏକ ଈଶ୍ୱରଙ୍କ ଠାରୁ ଅଭିଶାପ କାରଣ ପାଲଟି ଯାଇଥିଲା। ଦ୍ୱିତୀୟରେ ଆମେ ଦାନ ବଂଶକୁ କାହିଁକି ପରମେଶ୍ୱର ରିଜେକ୍ଟ କରିଥିଲେ ସେ ବିଷୟ ଆମେ ଦେଖିବା। ତାହା ବିଚାର ପୁସ୍ତକ 18 ଚାପ୍ଟର ଲେଖାଯାଏ। ଏହି ଦାନ ବଂଶକୁ ଅର୍ଡ଼ର ଦିଆଯାଇଥିଲା ଯେ ଏକ ନିର୍ଦ୍ଦିଷ୍ଟ ଜାଗାକୁ ସେମାନେ କ୍ୟାପଚର କରି ସେଠାରେ ବସବାସ କରିବା ନିମନ୍ତେ, କିନ୍ତୁ ସେମାନେ ତାହାକୁ ଆକ୍ରମଣ ବା କ୍ୟାପଚର କରିନଥିଲେ, ସେମାନଙ୍କୁ ସେମାନେ ସେପରି ଛାଡ଼ି ଦେଇଥିଲେ। ଦ୍ୱିତୀୟରେ ସେମାନେ ଅନ୍ୟ ଦେବତା ଏବଂ ଅନ୍ୟ ଯାଜକଙ୍କୁ ସେମାନେ କିଡନାପ କରି ନେଇଥିଲେ, ଯାହାକି ଆମେମାନେ ଦେଖିପାରିବେ ମିଖା
ମିଖାଙ୍କର ମୂର୍ତ୍ତି ଏବଂ ମିଖାର ଯେଉଁ ଯାଜକ ଥିଲେ ତାହାଙ୍କୁ ସେମାନେ କିଡନାପ କରିକି ନେଇଥିଲେ ଏବଂ ଏକ ଶାନ୍ତି ଶୃଙ୍ଖଳା ଏକ ଜାଗା ବା ସିଟିକୁ ସେମାନେ ଆକ୍ରମଣ କରିଥିଲେ। ଯେଉଁ ଜିନିଷକୁ ସେମାନେ କରିବା କଥା ନଥିଲା ସେ ଜିନିଷକୁ ସେମାନେ କରିଥିଲେ ଏବଂ ଦ୍ୱିତୀୟରେ ଯେଉଁ କାର୍ଯ୍ୟ ସେମାନଙ୍କୁ କରିବା ପାଇଁ କୁହାଯାଇଥିଲା, ଯେଉଁ ସିଟିକୁ କ୍ୟାପଚର କରିବା ନିମନ୍ତେ କୁହାଯାଇଥିଲା ସେମାନେ ତାହା କରିନଥିଲେ। ଏଥିପାଇଁ ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଏକ ଅଭିଶାପର ବଂଶ ହେଲେ। ଯଦି ଆପଣମାନେ 10 ଆଜ୍ଞାରେ ଦେଖିବେ, ସେଠାରେ ପରମେଶ୍ୱର କ୍ଲିୟରଲି କହିଛନ୍ତି କୌଣସି ଲୋକ ମୂର୍ତ୍ତି ପୂଜା କରିବା ମନା। କିନ୍ତୁ ଏହି ଦୁଇ ବଂଶ ଇସ୍ରାଏଲ ଦେଶରେ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ ଏବଂ ଅନ୍ୟ ଜଣଙ୍କୁ ମୂର୍ତ୍ତି ପୂଜା କରାଇବା ପାଇଁ ପ୍ରବର୍ତ୍ତନା ବା ଶିକ୍ଷା ଦେଇଥିଲେ ଏବଂ ବାଧ୍ୟ ମଧ୍ୟ କରିଥିଲେ। ଏହି ଦ୍ୱାରା ପରମେଶ୍ୱର ବା ଯୀଶୁଖ୍ରୀଷ୍ଟ ରେଭେଲେସନ୍ ଚାପ୍ଟର 7ରେ ରିଜେକ୍ଟ କରିଦେଇଛନ୍ତି, ସେମାନଙ୍କର ନାମ ଦିଆଯାଇ ନାହିଁ। ଆପଣମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଏହି ଦାନ ଏବଂ ଇଫ୍ରାଇମ ବଂଶର ସମସ୍ତେ ତ ପାପ କରିନଥିଲେ, କାହିଁକି ସମସ୍ତେ ଏହି ଦଣ୍ଡ ଭୋଗିଲେ? ଯେତେବେଳେ ପରମେଶ୍ୱର ଇସ୍ରାଏଲ ଦେଶ ଦେବାକୁ ଯାଉଥିଲେ, ପ୍ରବେଶ କରିବା ପୂର୍ବରୁ ଏକ ଯେଉଁ କୋଭେନାଣ୍ଟ ରିନ୍ୟୁଆଲ କରିଥିଲେ, ଯେଉଁ ଚୁକ୍ତି ଇସ୍ରାଏଲ ଏବଂ ପରମେଶ୍ୱରଙ୍କ ମଧ୍ୟରେ ଥିଲା ତାହା ପୁନର୍ବାର ସେମାନଙ୍କୁ କହିଥିଲେ। ତାହା ଆମେ ଯଦି ଦେଖିବାକୁ ଯିବା ତାହା ଦ୍ୱିତୀୟ ବିବରଣୀ 29:17-21 ପଦରେ ଆମେ ଦେଖିପାରିବା। ପରମେଶ୍ୱର ସେଠି କ୍ଲିୟର ସେମାନଙ୍କୁ କହିଅଛନ୍ତି। ଏଠାରେ ଏପରି ଲେଖା ହେଉଛି, ଆଉ ତୁମମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ ଓ ସେମାନଙ୍କର କାଠ ଓ ପଥର, ରୂପା ଏବଂ ସୁନାର ପ୍ରତିମାମାନ ଦେଖିଅଛ। ଏଥି ନିମନ୍ତେ ସାବଧାନ, ସେହି ଦେଶୀୟ ଲୋକମାନ ଦେବତାଗଣର ପଶ୍ଚାଦଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ କି ସ୍ତ୍ରୀ କି ପରିବାର କି ବଂଶ ଯେପରି ତୁମମାନଙ୍କ ମଧ୍ୟରେ ନ ରହେ, ଯେପରି ବିଷ ଓ ନାଗଦଣାର ମୂଳ ତୁମମାନଙ୍କ ମଧ୍ୟରେ ନ ରହେ। ଆଉ କେହି ଯେପରି ଏହି ସାପର କଥା ଶୁଣି ମନେ ମନେ ଆପଣର ଧନ୍ୟବାଦ କରି ନ କହେ ଯେ ଆମ୍ଭେ ଶୁଖିଲା ସଙ୍ଗେ ଅଧାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟ କାଠିନ୍ୟ ଅନୁସାରେ ଚଳିଲେହେଁ ଆମ୍ଭର ମଙ୍ଗଳ ହେବ। ସଦାପ୍ରଭୁ ତାହାଙ୍କୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ, ମାତ୍ର ତତ୍କ୍ଷଣ ସେହି ଲୋକ ପ୍ରତି ସଦାପ୍ରଭୁ କ୍ରୋଧ ଓ ଅନ୍ତର୍ଜୁଡ଼ା ସୁଧୂମ ହୋଇ ଉଠିବ। ପୁଣି ସେହି ପୁସ୍ତକରେ ଲିଖିତ ସମସ୍ତ ସାପ ତାହା ପାଇଁ ଚକି ରହିବ, ଆଉ ସଦାପ୍ରଭୁ ଆକାଶମଣ୍ଡଳ ତଳୁ ତାହାର ନାମ ଲୋପ କରିବେ। ଏଠାରେ ପରମେଶ୍ୱର ମୋଶେଙ୍କୁ କହିଲେ, ଯେତେବେଳେ ଇସ୍ରାଏଲ ଲୋକ ମନୋନୀତ ରାଜ୍ୟକୁ ପ୍ରବେଶ କରିବାକୁ ଯାଉଥିଲେ, ସେହି ସମୟରେ ପୁନର୍ବାର ଯେଉଁ ଚୁକ୍ତି ପରମେଶ୍ୱର ଇସ୍ରାଏଲ ମଧ୍ୟରେ ରହିଥିଲା, ସେ ଚୁକ୍ତିକୁ ପୁନର୍ବାର ସେମାନଙ୍କୁ କହିବା ନିମନ୍ତେ ମୋଶେଙ୍କୁ କହିଅଛନ୍ତି। ଏହାଦ୍ୱାରା ଆମମାନେ ଜାଣିବା ଯେ ପରମେଶ୍ୱର ସମସ୍ତଙ୍କୁ କହିଥିଲେ, ସମସ୍ତେ ଜାଣିଥିଲେ ପରମେଶ୍ୱରଙ୍କର କ'ଣ ଇଚ୍ଛା। ତଥାପି ଯେତେବେଳେ ଇଫ୍ରାଇମରେ ଜେରୋବେମ ମୂର୍ତ୍ତି ସ୍ଥାପନ କଲେ, ମୂର୍ତ୍ତି ପୂଜା କରିବା ପାଇଁ କହିଲେ, ଲୋକମାନେ ମାନିଥିଲେ, ତାହାକୁ ପ୍ରତିବାଦ କରିନଥିଲେ ଏବଂ ଦାନରେ ମଧ୍ୟ ସେହିପରି ହିଁ ଘଟିଥିଲା। କୌଣସି ଲୋକ ପ୍ରତିବାଦ ନ କରିଥିଲେ। ଏଥିପାଇଁ ପରମେଶ୍ୱର ସେହି 12 ବଂଶ ମଧ୍ୟରୁ ବା ଟ୍ରାଇବ୍ ମଧ୍ୟରୁ ଏହି ଦୁଇ ବଂଶକୁ, ଦାନ ଏବଂ ଇଫ୍ରାଇମକୁ ରିଜେକ୍ଟ କରିଦେଇଛନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଆମମାନେ ଖ୍ରୀଷ୍ଟିଆନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ତ୍ରାଣକର୍ତ୍ତା ବା ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଅଛେ। ପ୍ରତ୍ୟେକ ସଣ୍ଡେରେ ଆମେ ଚର୍ଚ୍ଚ ଯାଉଅଛୁ, ଆମେ ଜଳ ଦୀକ୍ଷା ବା ବାପ୍ତିସ୍ମ ନେଇଅଛେ। ଆମେ ବିଶ୍ୱାସ କରୁ ବାପ୍ତିସ୍ମ ନେଲା ପରେ ଆମମାନଙ୍କର ନାମ ଜୀବନ ପୁସ୍ତକରେ ଲିଖିତ ରହିଅଛି। କିନ୍ତୁ ଆପଣମାନେ କେବେ ନିଜକୁ ପ୍ରଶ୍ନ କରିଅଛନ୍ତି କି, ଯଦି ଆପଣମାନେ ଯୀଶୁଖ୍ରୀଷ୍ଟଙ୍କର ଆଦେଶ ଅନୁସାରେ ଯଦି ପାଳନ କରିବେ ନାହିଁ ଏବଂ ତାହାଙ୍କର ଆଜ୍ଞାକୁ ମାନିବେ ନାହିଁ, ତାହେଲେ ମୋ ମତରେ ଯୀଶୁଖ୍ରୀଷ୍ଟ ବା ପରମେଶ୍ୱର ସେ ଜୀବନ ପୁସ୍ତକରୁ
ଆମମାନଙ୍କୁ ରିଜେକ୍ଟ କରିବେ, କାରଣ ଆମମାନେ ଯୀଶୁଖ୍ରୀଷ୍ଟଙ୍କର ଇଚ୍ଛାକୁ ସାଧନ କରିନେ। ଏହିପରି ଯେଉଁ ଦୁଇ ଜାତି ଦୁଇ ବଂଶ ପରମେଶ୍ୱର ସେ ଆଶୀର୍ବାଦରୁ ସେମାନଙ୍କୁ ରିଜେକ୍ଟ କରିଥିଲେ କରିଅଛନ୍ତି, ସେହିପରି ଆମମାନଙ୍କୁ ସେଇ ସ୍ୱର୍ଗୀୟ ଆଶୀର୍ବାଦରୁ ଆମମାନଙ୍କୁ ରିଜେକ୍ଟ କରିବେ। ଯଦି ମୁଁ ଭୁଲ କରିଛି ତାହେଲେ ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ମୋତେ ଜଣାଇବେ, କାରଣ ଆପଣମାନଙ୍କର କମେଣ୍ଟ ଦ୍ୱାରା ମୁଁ କିଛି ଶିଖିବି ଏବଂ ପରମେଶ୍ୱରଙ୍କର ବାକ୍ୟ ଅନ୍ୟ ଜଣକୁ ମୁଁ କହିବି। ଏଥି ନିମନ୍ତେ ଆପଣମାନଙ୍କର କମେଣ୍ଟକୁ ମୁଁ ଅପେକ୍ଷା କରି ରହିଲି। ଆଶା କରେ ଆପଣମାନେ ଏହିପରି ପ୍ରଶ୍ନ ଉତ୍ତର ବାକ୍ୟକୁ ଯଦି ଶୁଣିବାକୁ ଚାହୁଁଛନ୍ତି ତାହେଲେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ। ଆପଣମାନଙ୍କର ଲାଇକ୍ ମୋ ଜୀବନରେ ଏକ ଉତ୍ସାହ ଆସିବ, ଯାହାକି ପରମେଶ୍ୱରଙ୍କ ବାକ୍ୟକୁ ମୁଁ ଆଗକୁ ବଢ଼ାଇ ପାରିବି।